ଏବେ ତଥ୍ୟ ଆଧାରରେ ଯାହା ଜଣାପଡ଼ିଛି 424 କେଜି ବ୍ରାଉନ୍ ସୁଗାର ଧରାହେଇଛି, 1500 ପାଖାପାଖି କେସ୍ ହେଇଗଲା। କିନ୍ତୁ କେସ୍ର ଯବନିକାପାତ ହେବା ପରିବର୍ତ୍ତେ ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି କେସ୍ର ହାର, ଏବଂ ସରକାର ତାପରେ ଆଉ ଦୁଇ ପାଦ ଆଗକୁ ଯାଇ ତାକୁ ପ୍ରୋତ୍ସାହିତ କରିବା ପାଇଁ ଜନବିଶ୍ୱାସୀ ବିଲ୍ ବି ଆଣିଥିଲେ, ଯାହାଦ୍ୱାରା କି ସମାଲୋଚିତ ହେଇଛି। ତାର ଉଦ୍ଦେଶ୍ୟ ଯେ ନିଶା ସାଙ୍ଗକୁ ଜୁଆର ବି ପ୍ରଭାବ ପଡ଼ିବ ଏବଂ ଲୋକମାନେ ନିଶାସକ୍ତ ହେବେ, ଜୁଆ ଖେଳିକି ସର୍ବଶାନ୍ତ ହେବାର ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର କରିଛନ୍ତି। ଏଇ ହେଉଛି ଜନବିଶ୍ୱାସୀ ବିଲ୍ର ଗୋଟେ ପାର୍ଟ ଅଛି। ତେଣୁ ବିଭିନ୍ନ କ୍ଷେତ୍ରକୁ ଆମେ ବିଚାର ବିମର୍ଶକୁ ନେଲେ ସରକାର ପୁରା ସମ୍ପୂର୍ଣ୍ଣ ରୂପେ ବିଫଳ ଅଛନ୍ତି। ନିଶା ଉପରେ ସରକାରଙ୍କର କୌଣସି ଅଙ୍କୁଶ ନାହିଁ ବା ଜୁଆ ଉପରେ ସରକାରଙ୍କର କୌଣସି ନିଗରାନୀ ନାହିଁ। ଯଦି ଏହିପରି ଭାବେ ସରକାର ଚଲାନ୍ତି, ନିଜେ ତ ବିଫଳତା ଆଡ଼କୁ ଗତି କରୁଛନ୍ତି, ଓଡ଼ିଶାକୁ ମଧ୍ୟ ସର୍ବନାଶକୁ ନେଇଯିବେ ଏବଂ ଯୁବ ସମାଜ ପଥଭ୍ରଷ୍ଟ ହେବେ। ଆଗାମୀ ଦିନରେ ଓଡ଼ିଶା ଅନ୍ଧକାରମୟ।